ସକାଳୁ ସକାଳୁ ଷ୍ଟାର୍ଟ ହେଇଗଲା ଆମର ମହାବଳେଶ୍ୱର ଟ୍ରିପ୍। ତ ଏଇ ରାସ୍ତାକୁ ଦେଖିଲେ ଗୋଟିଏ ଗୀତ ମନେ ପଡ଼େ, ଏ ଚଲା ବାଟେ ଫୁଲ ଗୋଟେ କଣ୍ଟା ଗୋଟେ ନୁହେଁ ବହୁତ ସାରା ଥିଲା, କାରଣ ରାସ୍ତା ବହୁତ ପାହାଡ଼ିଆ ଥିଲା। ତ ସେଥିପାଇଁ ଟିକେ ଚାଲିବାକୁ ତ ପଡ଼ିବ, କାରଣ ଏ ରାସ୍ତାରେ ଟିକେ ଷ୍ଟାଇଲ୍ ମାରିବାକୁ ହେଲେ ଦୂରକୁ ଟିକେ ଯାଇକି ଟିକେ ଷ୍ଟାଇଲ୍ ଫାଇଲ୍ ମାରିକି ଭ୍ୟୁ ଟିକେ ଏନ୍ଜୟ କରିବାକୁ ପଡ଼ିବ, ସେଥିପାଇଁ ଟିକେ କଷ୍ଟ କରିବାକୁ ପଡ଼ିବ। ଆଉ ଏଠି ଦେଖନ୍ତୁ ମୋ ସ୍ୱାମୀଙ୍କର ସେକେଣ୍ଡ ସ୍ତ୍ରୀ ତାଙ୍କ ପାଖରେ ବସି ଗୋଡ଼ କୁଣ୍ଡେଇ ହେଉଛି, ଯୋଉକୁ ମୋ ସ୍ୱାମୀ ତାଙ୍କୁ କିନ୍ତୁ ଦେଖୁନାହାନ୍ତି। ମୁଁ ତାଙ୍କୁ ଡାକିକି କହିଲି ଦେଖିଦିଅ, ତମ ସ୍ତ୍ରୀକୁ ଟିକେ ଦେଖିଦିଅ। ସେଠୁ କହିଲେ ହଁ ସୁନ୍ଦରୀଟା ତ ଦେଖାହେଉଛି। ତାପରେ ପାହାଡ଼ ଉପରକୁ ଯାଇକି ମେନ୍ କଥା ମୋର ମନେ ପଡ଼ିଗଲା, ମୁଁ ତ ପାହାଡ଼ ଉପରେ ଟିକେ ଭିଡ଼ିଓ ନେଇନି, ଟିକେ ଷ୍ଟାଇଲ୍ ମାରିଲିନି। ତେଣୁ ମୋ ଭଉଣୀ କହିଲା ଏଠି ତ ମାଙ୍କଡ଼ମାନେ ଷ୍ଟାଇଲ୍ ମାରୁଛନ୍ତି, ତୁ ବି ଟିକେ ଗଛ ଉପରେ ବସିକି ଷ୍ଟାଇଲ୍ ମାରିଦେ। ମୁଁ ବି ସେୟା କଲି, ଟିକେ ନାଚିଦେଲି। ଆଉ ତାପରେ ପାହାଡ଼କୁ ଯିବୁ ମ୍ୟାଗି ଖାଇବୁନି, ଏମିତି ତ କେବେ ହେବନି। ତ ସେଥିପାଇଁ ମ୍ୟାଗି ଟିକେ ଖାଇଦେଲୁ। ଏଠି ଦେଖନ୍ତୁ ଦୁଷ୍ଟ ମାଙ୍କଡ଼ କାର୍ ଉପରେ ବି ବସି ଯାଇଛନ୍ତି। ତାପରେ ଷ୍ଟ୍ରବେରୀକୁ ଧରି ଟିକେ ଷ୍ଟାଇଲ୍ ମାରିଲି। ଆଉ ତାପରେ ଷ୍ଟ୍ରବେରୀ ରେଟ୍ ଶୁଣିଲେ ଆପଣଙ୍କ ମୁଣ୍ଡ ହେଇଯିବ ଖରାପ। ଏଠି ହେଉଛି କିଲୋ 800 ଟଙ୍କା। ମୁଁ କହିଲି ଷ୍ଟ୍ରବେରୀ ବିକୁଛନ୍ତି ନା ଡାଇମଣ୍ଡ ବିକୁଛନ୍ତି, ଯାହା ବି ହଉ ମାଗି ଯାଚିକି 2-3ଟା ଆଣିକି ଖାଇଦେଲି। ମୋ ଭଳିଆ ମାଗନ୍ତା ଯୋଉଠି ଥିବ କିଛି ନା କିଛି ଜିନିଷ ଏମିତି ଆଣିକି ଖାଇଦେବେ। ତାପରେ ଏଇ ଯେଉଁ କଷ୍ଟ ରାସ୍ତାକୁ ପାର ହେଇକି ଆମେ ପହଞ୍ଚିଗଲୁ ସିଧା ସୁଇଜରଲ୍ୟାଣ୍ଡ ନୁହେଁ, ସେଇଟା ଥିଲା ମହାବଳେଶ୍ୱର। ବହୁତ ସୁନ୍ଦର ଜାଗାଟା। ଆଉ ତାପରେ ଦେଖନ୍ତୁ ମୋ ଭଉଣୀ କ'ଣ କରୁଥିଲା, ତାର ସବୁ କୁନ୍ଦୁରିଆ କାମ। ଏଠି ସବୁ ମଇଁଷିକି ନେଇକି ମୋ ସାଙ୍ଗରେ କହୁଛି, ମଇଁଷି ଆଉ ତୁ ପୁରା ସେମ୍ ଟୁ ସେମ୍। ଆପଣମାନେ କହିଲେ ମୁଁ କ'ଣ ମଇଁଷି ଭଳିଆ ଦେଖାଯାଉଛି? ତ ତାପରେ ଆମେ ବହୁତ ବାଟ ଚାଲିକି ଯାଇ ସାରିଲା ପରେ ପହଞ୍ଚିଗଲୁ ପୁରା ବଢ଼ିଆ ଜାଗାରେ। ଆଉ ସେଠି ଆସିକି ମୁଁ ଆଉ ମୋ ଭଉଣୀକୁ କହିଲି ନେ ଟିକେ ଫୁଲ ନେଇକି ଖୁସି ହେଇଯା। ଆଉ ତାପରେ ଦେଖନ୍ତୁ ମୁଁ ଏଠି କହିଲି ଯେହେତୁ ମୋ ସହିତ କମ୍ପେୟାର କରୁଥିଲୁ, ମୁଁ ବି ଯାଉଛି ତା ଭଳିଆ ଟିକେ ହେବି, ତୁ ଟିକେ ଭିଡ଼ିଓ ନେଇଯା। ତ ତାପରେ ଦିନଟି ଆମର ଏଇଆ ଥିଲା। ଆଉ ଲାଷ୍ଟକୁ ଗୁନୁର ବ୍ରେକ୍ ଡ୍ୟାନ୍ସ କେମିତି ମିସ୍ କରିବେ ଆପଣ? ଏଠି ମୋ ଗୁନୁର ବ୍ରେକ୍ ଡ୍ୟାନ୍ସ ଚାଲିଛି, ସେ ବି ପାହାଡ଼ ଉପରେ। ଆଉ ତାପରେ ଲଞ୍ଚ କରିକି ଭିଡ଼ିଓକୁ ଏଣ୍ଡ କଲି। ବାଏ ବାଏ।